ଗଙ୍ଗା ତୀରରେ ମହାରାଜ ପରୀକ୍ଷିତ ତାଙ୍କର ଶେଷ ସମୟ ଗଣନା କରୁଥିଲେ। ସମସ୍ତ ଋଷିମାନଙ୍କ ମଧ୍ୟରେ ବସିଥିଲେ ମହାମୁନି ଶୁକଦେବ। କିନ୍ତୁ ମୃତ୍ୟୁର ସମୟ ନିକଟ ଆସୁଥିଲା। କିନ୍ତୁ ରାଜା ପରୀକ୍ଷିତଙ୍କ ମନରେ ଭୟ ନଥିଲା, କେବଳ ଥିଲା ଜିଜ୍ଞାସା ଆଉ ଭଗବାନଙ୍କ ତତ୍ତ୍ୱ ଜାଣିବାର ସେଇ ଆଶା। ଚାଲନ୍ତୁ କ'ଣ ଥିଲା ସେଇ ରାଜା ପରୀକ୍ଷିତଙ୍କ ପ୍ରଶ୍ନ ଆଜି ଏହି ଭିଡ଼ିଓରେ ଜାଣିବା। ରାଜା ପରୀକ୍ଷିତ ନମ୍ରତାର ସହ କହିଲେ, ହେ ମହାମୁନି, ଦେବର୍ଷି ନାରଦ କିପରି ଭଗବାନଙ୍କର ଗୁଣ ଓ ମହିମା ବର୍ଣ୍ଣନା କଲେ, ମୁଁ ସେଥିପାଇଁ ଜାଣିବାକୁ ଇଚ୍ଛା କରୁଛି। ଭଗବାନଙ୍କ ଲୀଳା ମନୁଷ୍ୟମାନଙ୍କ ପାଇଁ ପରମ ମଙ୍ଗଳକାରୀ। ହେ ଶୁକଦେବ, ମୋତେ ସେମିତି ଉପଦେଶ ଦିଅନ୍ତୁ ଯାହାଦ୍ୱାରା ମୁଁ ମୋ ମନକୁ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ସମ୍ପୂର୍ଣ୍ଣ ଭାବେ ଲୀନ କରିଦେଇପାରିବି। ପୁଣି ରାଜା କହିଲେ, ଯେଉଁମାନେ ଶ୍ରଦ୍ଧାର ସହିତ ପ୍ରତିଦିନ ଭଗବାନଙ୍କ ଲୀଳା ଶୁଣନ୍ତି ତାଙ୍କ ହୃଦୟରେ ସ୍ୱୟଂ ଭଗବାନଙ୍କର ଆବିର୍ଭୂତ ହୋଇଥାଏ। ଯେପରି ଶରତ ଋତୁ ଆସିଲେ ଜଳର ମଳିନତା ଆପେ ହିଁ ଦୂର ହୋଇଯାଏ, ସେହିପରି ଭଗବାନଙ୍କ କଥା ଶୁଣିଲେ ମନର ସମ୍ପୂର୍ଣ୍ଣ ଅଶୁଦ୍ଧି ସ୍ୱତଃ ନଷ୍ଟ ହୋଇଯାଇଥାଏ। ତାପରେ ରାଜା ପରୀକ୍ଷିତ ଗଭୀର ତତ୍ତ୍ୱ ପ୍ରଶ୍ନ କଲେ ଆଉ ସେ କହିଲେ, ହେ ମହାମୁନି, ଏହି ସୃଷ୍ଟି କିପରି ହେଲା? କିପରି ଭଗବାନଙ୍କ ନାଭିରୁ ପଦ୍ମ ପ୍ରକଟିତ ହେଲା ଏବଂ ସେହି ପଦ୍ମରୁ ବ୍ରହ୍ମାଙ୍କର ସୃଷ୍ଟି କେଉଁଭଳି ଭାବରେ ହେଲା? ତା ସହିତ ମୋତେ କୁହନ୍ତୁ, ଭଗବାନ ସୀମିତ ନା ଅନନ୍ତ? କାଳ କେମିତି ଚାଲେ? ଆଉ ଜୀବମାନଙ୍କ କର୍ମ ଅନୁସାରେ କିପରି ଦେବ, ମନୁଷ୍ୟ ଓ ପଶୁ ଯୋନି ପ୍ରାପ୍ତ କରନ୍ତି ତାହା ମୋତେ ବୁଝାଇ କୁହନ୍ତୁ। ପୁଣି ରାଜା ପ୍ରଶ୍ନ କଲେ, ଭୂମି, ଆକାଶ, ଗ୍ରହ, ନକ୍ଷତ୍ର, ପର୍ବତ, ନଦୀ ଏବଂ ସମୁଦ୍ର ଏହିସବୁ କିପରି ସୃଷ୍ଟି ହେଲା? ମହାକଳ୍ପ କ'ଣ, ଯାହାଦ୍ୱାରା ସୃଷ୍ଟିର ନିର୍ମାଣ ଓ ଅନ୍ତ ହୋଇଥାଏ? ଯୁଗମାନଙ୍କର ସ୍ୱରୂପ କ'ଣ ଏବଂ ଭଗବାନଙ୍କ ବିଭିନ୍ନ ଅବତାରମାନଙ୍କର ଚରିତ୍ର କ'ଣ? ଏହିସବୁ ମୋତେ ବୁଝାଇ ଦିଅନ୍ତୁ। ତାପରେ ରାଜାଙ୍କର ଅନ୍ତିମ ପ୍ରଶ୍ନ ଭାବେ ସେ ପଚାରିଲେ, ଆତ୍ମାର ବନ୍ଧନ କ'ଣ? ମୋକ୍ଷ କ'ଣ? ମନୁଷ୍ୟଙ୍କ ସାଧାରଣ ଧର୍ମ କ'ଣ? ଏବଂ ଯୋଗୀମାନେ ଶେଷରେ କେଉଁ ଗତି ପ୍ରାପ୍ତ କରନ୍ତି? ତାହା ମୋର ଜିଜ୍ଞାସା। ଆଉ ରାଜାଙ୍କ ମନରେ ଏମିତି ଗଭୀର ପ୍ରଶ୍ନ ଶୁଣି ମହାମୁନି ଶୁକଦେବ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ସେ କହିଥିଲେ, ହେ ରାଜନ, ତୁମର ପ୍ରଶ୍ନ ମନୁଷ୍ୟ ଜୀବନର ସର୍ବୋତ୍ତମ ପ୍ରଶ୍ନ। ମୁଁ ତୁମକୁ ସେହି ପ୍ରଶ୍ନର ଉତ୍ତର ଦେବି। ସେ ତାଙ୍କୁ ଦେବତୁଲ୍ୟ ଶ୍ରୀମଦ୍ ଭାଗବତ ପୁରାଣ ଶୁଣାଇଲେ, ଯାହାକି ବ୍ରହ୍ମକଳ୍ପ ଆରମ୍ଭରେ ସ୍ୱୟଂ ଭଗବାନ ବ୍ରହ୍ମାଙ୍କୁ ଶୁଣାଇଥିଲେ। ପାଣ୍ଡୁବଂଶ ଶିରୋମଣି ପରୀକ୍ଷିତ ତାଙ୍କୁ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ସେ ଗୋଟି ଗୋଟି କରି ସେହି ସବୁ ଉତ୍ତର ଦେବାକୁ ଆରମ୍ଭ କଲେ। କିନ୍ତୁ ସେହି ସବୁ ଉତ୍ତର ଆମେ ଜାଣିବା ନେକ୍ସଟ ଭିଡ଼ିଓରେ। ମୁଁ ଦେଖୁଛି ଆପଣମାନେ ମୋତେ ସବସ୍କ୍ରାଇବ୍ କରୁନାହାନ୍ତି। ଦୟାକରି ମୋତେ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ଘଣ୍ଟିକୁ ଅଲ୍ରେ ସେଟ୍ କରନ୍ତୁ। ଯେତେବେଳେ ମୁଁ କିଛି ନୂଆ ଭିଡ଼ିଓ ଅପଲୋଡ଼ କରିବି ତାର ନୋଟିଫିକେସନ୍ ଆପଣଙ୍କୁ ମିଳିବ। ଜୟ ଶ୍ରୀକୃଷ୍ଣ।